ଶିଳା ମାଛକୁ ସୋରିଷ ବଟା ଦେଇ ଭଜା ବନେଇଛି। ସୋରିଷ ବଟା ଦେଇ ଭଜା ବେଶ ସୁଆଦିଆ ଥିଲା। ସେଥିପାଇଁ କ'ଣ କରିଛି ନା, ପ୍ରଥମେ ମୁଁ ଏଇ ଯେଉଁ ଶିଳା ମାଛରେ ତାକୁ ବାଛି ବୁଛାକି ସେଥିରେ ଲୁଣ ହଳଦୀ ସୋରିଷ ତେଲ ଟିକେ ଗୋଳେଇକି କିଛି ସମୟ ପାଇଁ ରଖିଦେଇଥିଲି। ତାପରେ କିଛି ମୁଁ ନେଇଛି ଏଠି ଯେଉଁ ଭଜାରେ ପକେଇବା ପାଇଁ ସୋରିଷ ବଟା, ରସୁଣ, ପିଆଜ, ବିଲାତି ଟିକେ ନେଇଛି ଏବଂ ତାକୁ ଛୋଟ ଛୋଟ କରିକି କାଟି ନେଇଛି। କଞ୍ଚା ଲଙ୍କା ତାକୁ ମଧ୍ୟ ଛୋଟ କରିକି ସରୁ ସରୁ କରିକି ନେଇଛି। ତାପରେ ସେଥିରେ ଟିକେ ଜିରା ପକେଇଛି, ଲୁଣ ଏମିତି ସବୁ ମିଶେଇକି ତାକୁ ଗୋଟେ ମିକ୍ସଚର ବନେଇଛି। ତାପରେ କଡ଼େଇରେ ତେଲ ଗରମ କରି ସେ ଯେଉଁ ମାଛକୁ ତାକୁ ଗୋଟି ଗୋଟି କରିକି ପକେଇଲି। ଯେତେବେଳେ ମାଛ ପକେଇବା ପୂର୍ବରୁ କଡ଼େଇ ଭଲସେ ଗରମ ହେବା ଦରକାର, ତେଲ ପୁରା ଯେମିତି ସେଥିରୁ ଧୂଆଁ ବାହାରିବା ଦରକାର, ନହେଲେ ମାଛ ଭାଙ୍ଗିଯାଏ। ତେଣୁ ମାଛ ଯେତେବେଳେ ପକେଇଲି ନା, ତା ପୂର୍ବରୁ ମୁଁ କଢ଼େଇକୁ ବହୁତ ଜୋରସେ ଗରମ କରିଦେଇଛି, କାହିଁକିନା ମାଛ ଭାଙ୍ଗିବନି। ଶିଳା ମାଛ ଟିକେ ନରମ ମାଛ, ଭାଙ୍ଗିଯିବାର ସମ୍ଭାବନା ବେଶୀ। ସେଥିପାଇଁ କ'ଣ କରିଛି ନା, କଡ଼େଇକୁ ଭଲସେ ଗରମ କରିଦେଇକି ମାଛ ପକେଇଛି। ତାପରେ ମାଛ ଗୋଟେ ସାଇଡ଼ ହେଇଗଲା ପରେ ତାକୁ ନଉଟେଇ ଦେଇ ସେ ଯେଉଁ ମିକ୍ସଚର ରଖିଥିଲି ନା, ତାକୁ ତା ଉପରେ ଦେଇଦେଲି। ଏଇଠି ମାଛ ନ ଭାଜିକି ବି କରିହୁଏ, କିନ୍ତୁ କାହିଁକିନା ପିଲାମାନେ ମାଛ ନ ଭାଜିଲେ ବାସେ ନା, ସେଇଥିପାଇଁ ସେମାନେ ଖାଇବେନି। ସେଥିପାଇଁ ମୁଁ କ'ଣ କରିଛି, ମାଛକୁ ଭାଜିଛି। କିନ୍ତୁ ଏଠି ମାଛ ଭାଜିକି ବି ଏମିତି କରିହେବ, ତାକୁ ସେମିତି ବି ବନେଇ ହେବ। ତାପରେ ସେଇଟା ସବୁ ପକେଇ ଦେଇକି ଘୋଡ଼େଇ ଦେଇଛି କିଛି ସମୟ ପାଇଁ। ଗ୍ୟାସଟା ଟିକେ ସିମ୍ କରିଦେଇକି ତାପରେ କିଛି ସମୟ ପରେ ତାକୁ ପୁଣି ଆଉ ଥରେ ନଉଟେଇ ଦେଇଥିଲି। ସେଇଟା ହେଇଯାଇଥିଲା ବହୁତ ଟେଷ୍ଟି, ପୁରା ପରଫେକ୍ଟ ବନିଯାଇଥିଲା, ଖାଇବା ପାଇଁ ବହୁତ ସୁଆଦିଆ ଥିଲା। ଏମିତି ଭାତ ସହିତ ଖାଇବା ପାଇଁ ବନେଇଥିଲି ଶିଳା ମାଛ ଭଜା, ଯେଉଁ ସୋରିଷ ମସଲା ଦେଇକି।